हेलो फ्रेंड्स, नमस्कार, जय जगन्नाथ, शुभ सकाळ, गुड मॉर्निंग। तो सकाळु सकाळु आज କିଛି ୟୁନିକ୍ କରିବାର ଅଛି। ଫାଇନାଲି ଆଜି ଘରେ କେହି ନାହାନ୍ତି ଆଉ ପଳେଇଛନ୍ତି ସମସ୍ତେ। ମୋତେ ତରକାରୀ ବନେଇବା ପାଇଁ କହିଛନ୍ତି, କାହିଁକିନା ଫାଷ୍ଟରୁ ତ ମୋତେ ତରକାରୀ ବନେଇ ଆସିନି। ତଥାପି ଆମେ ଟ୍ରାଏ କରିବା, ଯେକୌଣସି ଜିନିଷ ଆମେ ନ କଲେ ହେବନି, ଟ୍ରାଏ କଲେ ହିଁ ଆମେ କେମିତି କ'ଣ ଜିନିଷଟା ଜାଣିପାରିବା। ତ ଚାଲନ୍ତୁ କେମିତି କ'ଣ ଟ୍ରାଏ କରାହେଉଛି। ଫାଷ୍ଟଲି ଦେଖିପାରୁଥିବେ ଏଇଟା ଆଳୁ ଆଉ ବାଇଗଣ ଯେଉଁଟାକି ସିଝା ହେଇଥିଲା ତାକୁ ଛଡ଼ା ଛଡ଼ି କରିକି ଚକୁଟି ଦେଲି। ଚକୁଟିକି ତାକୁ ଭଲସେ ମିଶାଇଦେଲି। ମିଶାଇଦେଲା ପରେ ଆମର କଢ଼େଇ ବସା ହେଲା ପରେ ତେଲ ଦିଆହେଲା। ତେଲକୁ ପୁଣି ଗରମ କରାହେବ। ଗରମ ହେଲା ପରେ ଆମେ କ'ଣ ତାକୁ ଲଙ୍କା ପକାଇବା। ଲଙ୍କା ପକାଇଲା ପରେ ତାକୁ ଟିକେ ଗରମ ପୁଡ଼େଇବା ଲଙ୍କାକୁ। ତାପରେ ଯାଇକି ଆମେ ରସୁଣ ଦେବା। ରସୁଣ ଦେଲା ପରେ ଆମେ ତାକୁ ଟିକେ ଜଷ୍ଟ ପୁଡ଼େଇବା, ଯେଉଁଟାକି ହେଇଗଲା ପରେ ଆମେ ତାକୁ ଟିକେ ସାଇଡ଼୍ କରିଦେଇକି ଆମେ ପିଆଜଟା ପକାଇବା। ପିଆଜଟା ପକାଇଲା ପରେ ତାକୁ ଆମେ 2 ମିନିଟ୍ ଛାଡ଼ିଦେବା। ଛାଡ଼ିଦେଲା ପରେ ଆମେ ତାକୁ ବି ଟିକେ ଲାଲ ହେବାକୁ ଦେବା, ଯେମିତିକି ପୋଡ଼ିବ। ତାପରେ ପାଗ ହେଇଗଲା ପରେ ହଳଦୀ, ଲୁଣ, ସବୁ ମସଲା ଜିନିଷ ପକାଇବା। ତାକୁ ଘାଣ୍ଟି ଦେବା, ପାଗ କରିଦେବା ତାକୁ ଟିକେ ଭଲସେ। ତାପରେ ଯାଇକି ଆମେ ଯେଉଁ ବାଇଗଣ ଆଳୁ ଥିଲା ତାକୁ ଆମେ ଚକଟାଟା ତାକୁ ଢାଳିକି ଆମେ ଭଲସେ ଗୋଳେଇ ଦେବା। ଗୋଳେଇ ଦେଲା ପରେ ପାଣି ପକାଇଦେବା। 2 ମିନିଟ୍ ତାକୁ ଫୁଟାଇବା। ପୁଣି ଫୁଟିଗଲା ପରେ ତରକାରୀକୁ ଓହ୍ଲାଇ ଦେବା। ଫାଇନାଲି ତରକାରୀ ହେଇଯାଇଛି। ଆଉ କାଲିର ଯେଉଁ ମୂଷା ଶିକାର ଯେଉଁ ଥିଲା, ଏଇଟା ମୂଷା ଶିକାର ତରକାରୀ ଟେଷ୍ଟ ଅଛି ଅଲଗା ପ୍ରକାର। କାଲି ଖାଇଥିଲି। ଆଉ ଆଜିର ତରକାରୀଟା କାହିଁକିନା ଫାର୍ଷ୍ଟ ଟାଇମ୍ ରୋଷେଇ କରିଛି, ଆପଣଙ୍କୁ କେମିତି କ'ଣ ଲାଗୁଛି ମୁଁ ଆପଣଙ୍କୁ ତରକାରୀର ଟିକେ ଜାଣିବା କେମିତି କ'ଣ ଟେଷ୍ଟ ଆସିଛି ନା ନାହିଁ। କାହିଁକିନା ଫାର୍ଷ୍ଟ ଟାଇମ୍ ବନାଉଛି ତ ଏତେ ମୋ ଖିଆଲରେ ଏତେ ଆସିନଥିବ, କାହିଁକିନା ପୁଡ଼ି ପୁଡ଼ା ଗଲାଣି। ଟେଷ୍ଟ ଟିକେ ଆସିଛି, କିଛି ନାହିଁ, ବହୁତ ବଢ଼ିଆ। ତଥାପି ଆଉ ଟିକେ ଟେଷ୍ଟ ଆସିଥାନ୍ତା, କାହିଁକିନା ରସୁଣ ଗୁଡ଼ା ପୁଡ଼ି ପୁଡ଼ା ଗଲା ନା, ତ ସେଥିପାଇଁ ଟିକେ ଟେଷ୍ଟ କମିଗଲା। ଆଉ ନେକ୍ସଟ ସମୟରେ ଆଉ ଟିକେ ଟ୍ରାଏ କରିବା ବନାଇବା ପାଇଁ ବଢ଼ିଆ ସେ। ତ ଆପଣ କେମିତି କ'ଣ ଲାଗିଲା କମେଣ୍ଟ ବକ୍ସରେ ଆପଣଙ୍କୁ ନିହାତି ଜଣାଇବେ। ଆଉ ଆପଣଙ୍କ ସହିତ ଦେଖା ହେବ ନେକ୍ସଟ ଭିଡ଼ିଓରେ। ଅଲ୍ ଦ ବେଷ୍ଟ।